সাগর কূলে দিনে দেখিলি ঝিଅଟିଏ রূপতা মধুঝরা চাহাণী মন চোরা চালিরে ঝরুথিলা কবিতা সাগর কূলে দিনে দেখিলি ঝিଅଟିଏ রূপতা মধুঝরা চাহাণী মন চোরা চালিরে ঝরুথিলা কবিতা। ରଙ୍ଗର ଦୁନିଆରେ ରଙ୍ଗୀନ ମଣିଷ ଜଣକ ହେଉଛନ୍ତି ରଘୁନାଥ ସାହୁ। ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇଥିବା ପ୍ରତିଭାବାନ ବ୍ୟକ୍ତି ଜଣକ ହେଉଛନ୍ତି ସମସ୍ତଙ୍କ ପ୍ରିୟ ରଘୁ ଭାଇ। ରଙ୍ଗ ମାଧ୍ୟମରେ ଅନେକ ଛବିକୁ ଜୀବନ୍ତ ରୂପ ଦେଇଛନ୍ତି ଏହି କଳାପ୍ରେମୀ। କେବଳ ଛବି ଆଙ୍କିବା ନୁହେଁ, ଛବି ଆଙ୍କିବାରୁ ଟିକିଏ ଫୁର୍ସତ ମିଳିଲେ ସଙ୍ଗୀତ ଦୁନିଆରେ ହଜିଯାଉଥିବା ମଣିଷ ଜଣକ ଇଏ। ଜନ୍ମ ତାଙ୍କର ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ଓ କର୍ମସ୍ଥଳୀ ରାଜଧାନୀ ଭୁବନେଶ୍ୱର। ଏକ ଯୌଥ ପରିବାରରୁ ଆସନ୍ତି ରଘୁ ଦାସ। ପାରିବାରିକ ଆର୍ଥିକ ସ୍ଥିତି ଏତେଟା ସ୍ୱଚ୍ଛଳ ନଥିଲା। ପରିବାରରେ ଭାଇ ଭଉଣୀ ବାପା ମାଙ୍କ ସହ ଆର୍ଥିକ କଷ୍ଟ ସହି ଆଗକୁ ବଢ଼ିଥିଲେ ରଘୁ ଭାଇ। ପିଲାଦିନରୁ ଚିତ୍ର ଆଙ୍କିବା ତାଙ୍କର ନିଶା ଥିଲା, ଆଉ ତାହା ଏବେ ତାଙ୍କ ପେଶା ସାଜିଛି। ଜୀବନର ପ୍ରଥମ ଚିତ୍ର ଆଙ୍କି 5 ଟଙ୍କା ରୋଜଗାର କରିଥିଲେ, ଆଉ ସେହି 5 ଟଙ୍କାକୁ ସାଇତି ରଖିଥିଲେ ନିଜର ସ୍ମୃତି ସନ୍ତକ କରି। ବାପା ମା ଭାରି ଆଗ୍ରହୀ ଥିଲେ ପୁଅ ନିଜ ସ୍ୱପ୍ନ ପୂରଣ କରୁ, ସେଥିପାଇଁ ସ୍ୱାଧୀନ ଭାବେ ଛାଡ଼ି ଦିଅନ୍ତି ଭୁବନେଶ୍ୱର ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଆଉ ସେଠାରୁ ଶିକ୍ଷା ଲାଭ କରନ୍ତି ରଘୁ ଭାଇ। ବିକେ କଲେଜରେ ପଢ଼ିବା ସମୟରେ ରେଳ ଷ୍ଟେସନ ଯାଇ ନିଜର ଚିତ୍ର ଆଙ୍କିବା ଅଭ୍ୟାସ କରୁଥିଲେ। ସେଠି ସେ ଚିତ୍ର ବିକ୍ରି କରି ଯାହା ପଇସା ରୋଜଗାର କରନ୍ତି ତାହାକୁ ନିଜ ରହିବା ଓ ପାଠପଢ଼ା ଖର୍ଚ୍ଚରେ ଉପଯୋଗ କରନ୍ତି। ଅଳିଆ ଆବର୍ଜନାକୁ ବେଶୀ ଭଲ ପାଆନ୍ତି, ଆଉ ସେହି ଅଳିଆ ଆବର୍ଜନାକୁ ଛବି ମାଧ୍ୟମରେ ସଜୀବର ରୂପ ଦିଅନ୍ତି। ତାଙ୍କ ଛବିକୁ ଦେଖିଲେ ଆପଣ ବି କହିବେ ଏ ଛବି ଅନେକ କଥା କହୁଛି। ଛବିର ଭାଷାକୁ ଖାଲି ବୁଝିପାରିଲେ ହେଲା। ସେ କୁହନ୍ତି ରଙ୍ଗ ମୋର ପ୍ରେମିକା ନୁହେଁ, ସେ ମୋର ସାଥୀ। ପ୍ରେମିକା ହୋଇଥିଲେ ବୋଧହୁଏ ସେ ଧୋକା ଦେଇଥାନ୍ତା, ହେଲେ ସାଥୀ ମୋ ସହ ଏବେ ବି ଅଛି। ଯେଉଁ ଚିତ୍ର ପାଇଁ ଦିନେ ତାଙ୍କର ଏକାଧିକ ବିବାହ ପ୍ରସ୍ତାବ ଭାଙ୍ଗିଥିଲା, ଆଜି ସେହି ଚିତ୍ର ନିଜ ପରିବାରର ଆର୍ଥିକ ସମ୍ବଳ ସାଜିଛି। ସେ ଏବେ ବି କୁହନ୍ତି ମୋ ହାତ ଚାଲୁଥିବା ପର୍ଯ୍ୟନ୍ତ ମୋ ତୁଳି ମୋ ରଙ୍ଗ ମୋ ଜୀବନର ଅଙ୍ଗ ସଦୃଶ କାର୍ଯ୍ୟ କରୁଥିବ।